ଥରେ ମହର୍ଷି ଦୁର୍ବାସା ଶ୍ରୀକୃଷ୍ଣଙ୍କୁ ପରୀକ୍ଷା କରିବା ପାଇଁ ଦ୍ୱାରିକା ଆସିଲେ। ଭଗବାନ କୃଷ୍ଣ ଏବଂ ମାତା ରୁକ୍ମିଣୀ ତାଙ୍କୁ ଅତି ସମ୍ମାନର ସହିତ ସ୍ୱାଗତ କଲେ। ଦୁର୍ବାସା ଋଷି କହିଲେ, ମୋର କ୍ଷୀରି ଖାଇବାର ଅଛି, ତେଣୁ ମୋ ପାଇଁ କ୍ଷୀରି କରିକି ଆଣ। କୃଷ୍ଣ ଏବଂ ମାତା ରୁକ୍ମିଣୀ ନିଜେ କ୍ଷୀରି ତିଆରି କରିବା ପାଇଁ ଗଲେ। ଯେତେବେଳେ କ୍ଷୀରି ଆଣିକି ତାଙ୍କୁ ଦେଲେ ଖାଇବା ପାଇଁ, ସେତେବେଳେ ଦୁର୍ବାସା ଋଷି କହିଲେ, ଏଇ ଗରମ କ୍ଷୀରିକୁ କୃଷ୍ଣ ତୁମ ଦେହରେ ଲଗାଅ ଏବଂ ମାତା ରୁକ୍ମିଣୀକୁ କହିଲେ ତାଙ୍କ ଦେହରେ ଲଗାଇବା ପାଇଁ। କୃଷ୍ଣ ସେହିପରି କଲେ, କିନ୍ତୁ ସେ ତାଙ୍କ ଗୋଡ଼ରେ ଲଗାଇବାକୁ ଭୁଲିଗଲେ। ଦୁର୍ବାସା ଦେଖିଲେ ଯେ କୃଷ୍ଣଙ୍କର ଧୈର୍ଯ୍ୟର ସୀମା ନାହିଁ। କୃଷ୍ଣଙ୍କର ଭକ୍ତି ଓ ନମ୍ରତାରେ ପ୍ରସନ୍ନ ହୋଇ ଦୁର୍ବାସା କହିଲେ ଯେ, ହେ ପ୍ରଭୁ, ଆପଣଙ୍କ ଶରୀରର ଯେଉଁ ସ୍ଥାନରେ କ୍ଷୀରି ଲାଗିଛି ସେହି ସ୍ଥାନକୁ କୌଣସି ଅସ୍ତ୍ର ଭେଦ କରିବ ନାହିଁ। କିନ୍ତୁ କୃଷ୍ଣଙ୍କ ପାଦରେ କ୍ଷୀରି ଲାଗିନଥିବାରୁ ପରବର୍ତ୍ତୀ ସମୟରେ ବ୍ୟାଧର ଶର ତାଙ୍କ ପାଦରେ ହିଁ ବାଜିଥିଲା।